এই আসিগলে কিও মাস্টার ଭଲ ଅଛ ପଢ଼େଇ ପଢ଼େଇ ନୋଟ ଦେଇ ଦେଇ ମୋ ଝିଅକୁ ପୁରା ଏ ପ୍ଲସ୍ କରିଦେଲ ଆଉ ରେଜଲ୍ଟ ବାହାରିଲାଣି ଜାଣିଥିବ ତ। ଗୋଟେ ମୋବାଇଲରୁ ଡାଟା ପୁରା କ'ଣ ଆଉ କହିବି ଏଇ ମାଷ୍ଟର ପୁଣି ଘରକୁ ଯାଇ ମୋ ପୁଅକୁ ପଢ଼େଇ ବୋଲି ଆସୁଛନ୍ତି ମୋ ପୁଅକୁ ଗୋଟେ ଆଉ ଛାଡ଼ିବି ନାହିଁ। କ'ଣ ଅସୁବିଧା ହେଲା କ'ଣ ମୋ ଅଂଶକୁ ପଢ଼େଇ ତମ ଝିଅ ଅଂଶ ସେ ପଢ଼ିଛି ସେ ଫଳ ପାଇଛି ଯାହା ହବ ଭଗବାନଙ୍କ କଥା ମୁଁ କ'ଣ ଶୁଇଛି ବୋର୍ଡ ନା ତମ ଝିଅ ପାଣି ମେସିନ ସୁଇଚି ମାଇଲେ ପାଣିଟା ଗଦଗଦ ହୋଇ ବାହାରିବ। ସେ ପରା ଗୋଟେ ମଣିଷ ତା ଭିତରେ ମନ ପ୍ରାଣ ଆତ୍ମା ଅଛି। ଦେଖ ଦେଖ କହିଲେ ନମ୍ବର ମୋ ହାତରେ ଯେତେ ଇଚ୍ଛା ସେତେ ମିଳିବ ମୋର ନମ୍ବର ଦରକାର ଟଙ୍କା ନେଲ ରୁପିଆ ଖର୍ଚ୍ଚ ହେଲା ହେଲେ ସେମିତି ରେଜଲ୍ଟ ନାହିଁ। ଶିକ୍ଷାଟା କ'ଣ ଗୋଟେ ଲାଭଜନକ ବ୍ୟବସାୟ ମାଷ୍ଟ୍ରେ ତୁମକୁ କାଇଁଟା ଜଣା ସେତେବେଳେ କହୁଥିଲ ଏ ଟିଚର ମଷ୍ଟ ବି ଏ ଯୋଗୀ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ବ୍ରହ୍ମ ଗୁରୁଙ୍କୁ ନ ମଣିବ ନର ଗୁରୁ ସାକ୍ଷାତ ପରମ ଈଶ୍ୱର। ଗୁରୁ ଦିବସ ଦିନ ଢେର ଫୁଲ ଚନ୍ଦନ ଧୂପରେ ପୂଜା ପାଉଛ ଓ ଭଲ ବି ଉପହାର ପାଉଛ ହେଲେ ରେଜଲ୍ଟ ବାହାରିଲା ବେଳକୁ ତାର ଜ୍ଞାନ ଏତିକି ଥିଲା 5 ଆଙ୍ଗୁଳି ସମାନ ନୁହେଁ ଈଶ୍ୱରଙ୍କ ଇଚ୍ଛା ଥିଲା ତାହା ହେଲା ଭଲ ଇମୋସନାଲ ବ୍ଲାକମେଲ କରୁଛ। କହୁଛି ଧୈର୍ଯ୍ୟ ଧର ପାନା ଉଡ଼ା ନାଇଁ ଫରକର ପ୍ରଥମଟି ବୁଝାଉଛି ଏ ଟିଚର ମଷ୍ଟ ବି ଏ ଯୋଗୀ। ସାର୍ ମୁଁ ବୁଝାଉଛି ବୁଝାଅ ଶୁଣନ୍ତୁ ସାର୍ ଶିକ୍ଷକକୁ ଯୋଗୀର ଆଦର୍ଶ ଆସନରେ ବସାଯାଇ ଯୋଗୀର ଆଚରଣ ଆଶା କରାଯାଏ ବୁଝିଲ। ସେତେବେଳେ ବର୍ତ୍ତମାନ ଜୀବନକୁ ପାଶରେ ଦିଆଯାଏ ଯୋଗ ଓ ଆଧ୍ୟାତ୍ମିକ ଜୀବନର ଭିତ୍ତି ରୂପେ ଜଡ଼ଗତ ଓ ମନଗତ ଜୀବନର ପରିପୂର୍ଣ୍ଣତାକୁ ଆଡ଼େଇ ନେବା ସମ୍ଭବ କି? ଆପଣମାନେ କୁହନ୍ତୁ ସମ୍ଭବ କି? करेक्ट 100% करेक्ट ओके वर्तमान को अस्वीकार करी भविष्य को गढ़ा जाए नहीं वास्तवता को अवहेला करी आदर्श निज को प्रतिष्ठित करि पारे नहीं। କିଛି ଜ୍ଞାନ ଉଦୟ ହେଲା ତଳକୁ ଖସି ଆସ ତେବେ ମିଳିବ ମିଠା ରସ କାଉ କାଉ ହେଲେ ଲାଭ ନାହିଁ ବାସ୍ତବ ବାଟରେ ଚାଲ ଭାଇ। ମୁଁ ଏବେ ବୁଝିପାରୁଛି ଜଣେ ଶିକ୍ଷକର ସର୍ବନିମ୍ନ ପ୍ରାଥମିକ ଆବଶ୍ୟକତା ପୂରଣ ଦିଗରେ ଆମେ ପ୍ରଚେଷ୍ଟା ନ କରି ତାଙ୍କଠାରୁ ତ୍ୟାଗ ଉତ୍ସର୍ଗ ଯୋଗ ପ୍ରତ୍ୟାଶା କରୁ ଏହା ବୃଥା। ଏଥିରୁ ବିକ୍ରୟର ସୂତ୍ରପାତ ହୁଏ। ଶିକ୍ଷକଟିଏ ପାଠ ପଢ଼ାଇବା ଛଡ଼ା ଅନେକ ଅଫିସ କାର୍ଯ୍ୟରେ ବ୍ୟସ୍ତ ରହି ପାଠ ପଢ଼ାଇବା ପାଇଁ ଚିନ୍ତା କରିବାକୁ ସମୟ ନାହିଁ। ଅଫିସରଙ୍କ ମନ ମାନୁ ଘୁଷୁରି ଯାଇ ମଙ୍ଗଳପୁରରେ ଠେଙ୍ଗା ଧରୁଥା ଶିକ୍ଷକ ଛାତ୍ର ଛାତ୍ରୀମାନେ ଆଦର୍ଶର ଅତ୍ୟାଚାରର ଶିକାର ହେଉଛନ୍ତି। ଏହି ସମାଜ ଆଦର୍ଶ ପଛରେ ନ ଗୋଡ଼ାଇ ବାସ୍ତବତାକୁ ଧରୁ। अल्टीमेटली शिकार होती ए शिशु तार मानसिक प्राणिक शारीरिक आध्यात्मिक विकास किए करेइबो मास्टर दोष दब सरकार को सरकार दोष दब ऑफिसर को तुम्हें दोष दब मते एमिति चूड़ा कदली गुड़ चकटा चालीथिबा शिशु विचारती मझिरे उन्नतिबो। शिक्षा ହେଉଛି ଏକ ମନସ୍ତାତ୍ତ୍ୱିକ ବିଶ୍ଳେଷଣ। ଆସ ପଢ଼ିବା ଶିଶୁଙ୍କୁ ଦେବ ଶିଶୁଙ୍କୁ ସେଇ ଦେବ ଶିଶୁ ଆଉ ଆଦର୍ଶର ଅତ୍ୟାଚାର ସହିବ ନାହିଁ ବରଂ ସମସ୍ତଙ୍କର ସହାୟତା
ପିଲାମାନେ ପାଟିତୁଣ୍ଡ କଥାବାର୍ତ୍ତା ନ କୁମ୍ପନ୍ ଏସହ ବିଦ୍ୟାଳୟ ଏକ ସୁନ୍ଦର ବିଦ୍ୟାଳୟ ପାଟିତୁଣ୍ଡ କଥାବାର୍ତ୍ତା ନୃତ୍ୟ ମାନେ ଡେଇଁବା ମାନେ ବିରୋଧ ରକ୍ଷା କର ସମସ୍ତେ न शोभनीय शिक्षण की नाम आदर्शम नास्ति बहवः दुःखितः কিরে কুয়াড়ে চালি আসিল খন্ডি সংস্কৃত খন্ডি ইংরেজি এরা কোটি শিখি আসিলু आज्ञा सार आपण तो खंडी इंग्राजी खंडी ओडिया कहते मत कौन कहते इंग्राजी गोटे आंतर्जातिक भाषा सेहीपरि संस्कृत भी गोटे आंतर्जातिक भाषा रूपे मान्यता पाई मु संस्कृत शिखुची धीरे धीरे शिखा चेष्टा करुँच तमे आम देशर गौरव आज्ञा किसी खराब भावे ना जना माने लोक माने कथबार्ता होते स्कूल एक महान आदर्श गढ़ा किंतु एबे आदर्श पढ़ाती संगे संगे शिक्षक आदर्श पढ़ाती शिक्षा केन्द्र आदर्श दरकार या अपरिहार्य अनअवेलेबल मनिषर टंका दरकार दरकार कि नहीं हाँ दरकार दरकार कि नहीं तुमको दरकार ना नहीं टंका नथिले मनिष खाइबा केंती रहिबा केंती पोशाक पिंधिबा केंती पिंधिबा केंती किंतु जेतेबेले टंका मनिष को खाए मनिष कौन करिया कहलु कह ततः अंडरस्टैंड कली माने बुझी गली छात्र छात्री बापा माँ शिक्षक मानकर निकष आदर्श दरकार मात्र यदि आदर्श तत्पर समस्त को बांधि रखे तथा परम उन्नति परिवर्ते अवनति घटती उन्नति परिवर्ते अवनति घटती मनीष समाज स्थान भविष्यति वास्तव जीवन परंपरायति मो कथा सुन उच्च आदर्श रही बड़ बड़ भाषण मारिया बड़ सहज वास्तवता को धरिया भारी कष्ट वास्तवता हेउची चेंग माछ परी आमे भगवान आदर्श कथा श्री रामंकर आदर्श कथा श्री कृष्णंकर आदर्श कथा कहू गदगद होई आनंदर अश्रु बोई जाए वस्त्र हुए सिक्त किंतु वास्तव कर्म संपूर्ण विपरीत कमिंग डाउन इज ट्रू स्पिरिचुअलिटी आदर्श वास्तव को आदर्श वास्तव हवा आध्यात्मिकता आदर्शस्य कथा सुमधुर मनोहर मनीष मानवम पवन बनाती वास्तव मनीष को क्षरु अपर्यंत लेता माने क्षरु क्षुदा और आध्यात्मिकता क्षुदारु आध्यात्मिकता पर्यंत कर्म विकास कराए उत्तम अति उत्तम अति उत्तम शिशुमाने फूल गछ परिका नाली नील धला कला केते रंग भेड़िका पानी देई घास बाछी पढ़ाए कमाड़ी प्रजापति भ्रमरत खेले लुचकाड़ी रविर किरण पाई प्रकाशित हेउ
ସାବିତ୍ରୀ 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 କି ସୁନ୍ଦର ଗୀତ ସରଳ ପ୍ରାକୃତିକ ବାତାବରଣ ଦେବ ଶିଶୁମାନଙ୍କ ପାଖରେ ନାହିଁ ଆବିଳତା ଦୁର୍ବାର ଆକର୍ଷଣ ମାଡ଼ି ଯତ୍ନ କରିବ କିନ୍ତୁ ଫୁଲମାନେ ବିଭିନ୍ନ ରଙ୍ଗରେ ଫୁଟି ଉଠିବେ କେହି ବାଧା ଦେବେ ନାହିଁ ମାଡ଼ି ଜୋର ଜବରଦସ୍ତ କରିବ ନାହିଁ କିନ୍ତୁ ଏହି ମଣିଷ ସମାଜ ପ୍ରକୃତି ଠାରୁ ତାହା କଣ ଶିଖେ ପ୍ରକୃତି କୋଳରେ ଜନ୍ମ ନେଇ ସେ ଗଢ଼ିବାକୁ ଯାଉଛି ଚାତ୍ରିକ ମାନବ ସେହି ପରିପ୍ରେକ୍ଷୀରେ ଶିଶୁମାନଙ୍କୁ ସେ ଚାତ୍ରିକ ଶିଶୁ ବନେଇ ଦେଇଛି ଶିଶୁଟିର କଳ୍ପନା ଶକ୍ତି ସୃଜନଶୀଳତାର ଶକ୍ତିକୁ ଚାପି ଦେଇ ସେ ଗଢ଼ିବାକୁ ଯାଉଛି ବୋଲକର ମଣିଷ ବାପା ମା ଶିକ୍ଷକ ସମସ୍ତେ ଗୋଟିଏ ଗୋଟିଏ ବୁଝ ପିଲାଟି ଉପରେ ଜୋର କରି ଆଦର୍ଶର ଉପଦେଶ ଗୁଡ଼ିକୁ ରଖିଦେଲେ ସେ କିନ୍ତୁ ଆଦର୍ଶ ଶିଶୁ ବନିଯାଏ ନାହିଁ ତୁମେ କିଏ ଦେବୀ ନା ମାନବୀ ମୋର କଣ୍ଟ ଗୀତ ଚଲା ପଥରେ ତୁମେ ଭରି ଦେଇଛ ଆଶାର ଜୁଆର ଏବେ ପୃଥିବୀଟା ମୋତେ ଶୂନ୍ୟ ଲାଗୁନାହିଁ ବରଂ ପୂର୍ଣ୍ଣ ଲାଗୁଛି ଏବେ ପୃଥିବୀରୁ କିଛି ଆଲୋକ ପାଇଲା ପରି ଲାଗୁଛି ମୋ ଭିତରେ ଭଗବାନ ଅଛନ୍ତି ମୋ ମନ ପ୍ରାଣ ଆତ୍ମାକୁ ଯାହା ଭଲ ଲାଗିବ ତାହା ମୁଁ କରିବି ଏଇଟା ହେଉଛି ଉଚିତ କଥା ମଣିଷ ଭିତରେ ବି ନାରାୟଣ ଅଛନ୍ତି ଯେତେ ବାଧା ବିପତ୍ତି ଆସୁନା କାହିଁକି ତମ ମନ ଯାହା ଚାହୁଁଛି ତୁମେ ସେଇଆ କର ମୁଁ ତମ ସହିତ ଅଛି I will help you always Ideal Jane ଆଦର୍ଶବାଦ ଭାରତୀୟମାନଙ୍କୁ ବାସ୍ତବତା ଠାରୁ ଦୂରେଇ ନେଇଛି କିନ୍ତୁ ମୋ ବାପା ମା ବନ୍ଧୁବାନ୍ଧବ ଇଚ୍ଛାକୁ ମୋ ଉପରେ ଲଦି ଦିଆଯାଉଛି ଅଜା ଓକିଲ ମା କହୁଛନ୍ତି ଓକିଲ ହେବୁ ମଉସା ଡାକ୍ତର ମାଉସୀ କହୁଛନ୍ତି ଡାକ୍ତର ହେବୁ ପିଉସା ଶିଳ୍ପପତି ପିଉସୀ କହୁଛନ୍ତି ଶିଳ୍ପପତି ହେବୁ ମୋର ସ୍ୱାଧୀନତା ନାହିଁ ମୁଁ ନିଃସହାୟ ମୁଁ ବୋଧ କରିବାକୁ ବାଧ୍ୟ